ଯାହା ଆମେ ଅନ୍ୟକୁ ଦେଇଥାଉ ତାହା ଆମକୁ ଫେରସ୍ତ ମିଳିଥାଏ। ସେ ସମ୍ମାନ ହେଉ କି ଧୋକା, ସମୟ ସ୍ରୋତରେ ସବୁକିଛି ବଦଳିବ। ଜଣେ ଏଠି ଅଦରକାରୀ ଭାବି ଫୋପାଡ଼ି ଦିଏ, ଆଉ ଜଣେ ସେହି ଜଣକୁ ନିଜର ଭାବି ଆପଣେଇ ନିଏ। ଏହା ହିଁ ସମ୍ପର୍କର ସତ୍ୟତା ଓ ବାସ୍ତବିକତା। ଜୀବନର ପୁସ୍ତକରେ କିଛି ଏମିତି ଲେଖାଯାଇଥାଏ, ଚାହିଁଲେ ବି ଅଦରକାରୀ ପୃଷ୍ଠାଟିକୁ ନା ଚିରି ହୁଏ ନା କାଢ଼ି ହୁଏ। ସଫଳତା ହେଉଛି ଏକ ମାନସିକ ସ୍ଥିତି। ଯଦି ଆପଣ ସଫଳତା ଚାହାନ୍ତି ତେବେ ନିଜେ ନିଜକୁ ଏକ ସଫଳ ବ୍ୟକ୍ତି ଭାବରେ ଭାବିବା ଆରମ୍ଭ କରନ୍ତୁ। ଆପଣଙ୍କ ବିଷୟରେ 3ଟି ଜିନିଷ ଜାଣିଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ। ହସ ପଛରେ ଥିବା ଯନ୍ତ୍ରଣା, କ୍ରୋଧ ପଛରେ ଥିବା ପ୍ରେମ ଏବଂ ଆପଣଙ୍କ ନୀରବତାର କାରଣ। ଜୟ ଶ୍ରୀ ଜଗନ୍ନାଥ।